କୁହୁଡିର ଆସ୍ତରଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆମେ ପହଞ୍ଚିଥିଲୁ ଧରାକୋଟ ବ୍ଲକ ଢୌଗାଁ ଠାରେ, ଯୋଉଠିକି ବହୁତ ଲୋକ ଚାଷୀ ମଧ୍ୟ ଅଛନ୍ତି। ହାତରେ ଚା କପଟିଏ ଧରି ଆଲୋଚନା କରୁଥିଲେ, ନିଜର ଦୁଃଖ କଥା ଆଲୋଚନା କରୁଥିଲେ। ଏ କୁହୁଡିରେ ଏ ଶୀତରେ ତାକେ କେତେ ପ୍ରଭାବିତ ହେଇଛନ୍ତି, ବିଶେଷ କରି ତାଙ୍କର ଫସଲ କୁହାଯାଉ ପନିପରିବା କଥା କୁହାଯାଉ, ସବୁ କ୍ଷତିଗ୍ରସ୍ତ ହେଇସାରିଲାଣି। ତ କଣ କହିବେ ଆଜ୍ଞା, ଆପଣ ଯୋଉ ଆଜି କୁହୁଡି ବିଷୟରେ ଆଲୋଚନା କରୁଛନ୍ତି, କେତେ ଦିନ ହେଲା ଏ କୁହୁଡି ପଡିଲାଣି? ଆଜ୍ଞା ପ୍ରାୟ 15-20 ଦିନ ହେଲା କୁହୁଡି ପଡୁଛି, ମୁହଁକୁ ମୁହଁ ଦୁଶୁନି, ରାସ୍ତାଘାଟ ଯାଇ ହଉନି, ଗାଡି ଶିକାର ହଉଛନ୍ତି। ଆଉ ରବି ଫସଲ ମଧ୍ୟ ସବୁ ଜଉ ରୋଗ ହେଇଗଲାଣି। ବିନ୍ସ, କୋବି, ବାଇଗଣ, ଟମାଟୋ ସବୁ ଜଉ ରୋଗ ହେଇକିରି ସବୁ ଜଉ ଧରିଦେଲାଣି ସବୁ କୁହୁଡି ଜୋଷ ସକାଶରୁ। ଆଉ କଣ କହୁ, କ୍ଷତି ତ ଆମେ ଚାଷୀ କୂଳ କ୍ଷତି ବହନ କରିବା ବାଧ୍ୟ ହଉଛୁ। ନିହାତି ଭାବେ ଚାଷୀ କୁହୁଡିରେ ଚାଷୀ ବହୁତ କ୍ଷତିଗ୍ରସ୍ତ ହେଇଛି। ବିଶେଷ ଭାବେ ପନିପରିବା ଯୋଉମାନେ ଚାଷୀ ଅଛନ୍ତି ସେମାନେ ବହୁତ କ୍ଷତିଗ୍ରସ୍ତ ହେଇଛନ୍ତି। ଦେଖନ୍ତୁ ବାପା, କେତେ ଦିନ ହେଲା ତ ପଡିଲାଣି କୁହୁଡି, ଏବେ ଆପଣ କ୍ଷତି ହେଇ ସାରିଲାଣି। ତବେ କଣ ବିକଳ୍ପ ବ୍ୟବସ୍ଥା କରୁଛନ୍ତି କୁହୁଡି ପାଇଁ? କୁହୁଡି କ୍ଷତିଗ୍ରସ୍ତ ସବୁ ହେଲାଣି। ଗଭର୍ଣ୍ଣମେଣ୍ଟ ଯାହା ଚାହିଁବେ ତାହା କରିବେ, ଆଉ ତା ଇଏ କରି ସାହାଯ୍ୟ କରିବେ। ତମ କୁହୁଡି ନେଇଲେ କେମିତି ସବୁ କେତେ ସମୟ ପର୍ଯ୍ୟନ୍ତ ରହୁଛି? 12ଟା ପର୍ଯ୍ୟନ୍ତ କୁହୁଡି ଯୋଗୁ ଥଣ୍ଡା ଜୋର, ଆଉ କିଏ କୁଆଡେ ଯାଇପାରୁନାହାନ୍ତି। ଏ ଚା ଦୋକାନରେ କୋଉଠି ରହୁଛନ୍ତି, କାହା ମୁହଁକୁ ମୁହଁ ଦଉନି, ଗାଡି ଫାଡି ଚଳାଚଳ ଟିକେ ବାଧା ପ୍ରାପ୍ତ ହଉଛି। ଆଉ ଏବେ ତ 20 ଦିନ ହେଲା ଘନ କୁହୁଡି ନାଗିଛି, ଆଉ ସବୁ ନଷ୍ଟ, ରବି ଫସଲ ସବୁ ନଷ୍ଟ ହେଇଗଲାଣି। ଆଉ ଗଭର୍ଣ୍ଣମେଣ୍ଟ ଯାହା ସରକାର ଯାହା ଚାହିଁବେ ତାହା କରିବେ, ତାକୁ ଆଲୋଚନା କରିକିରି। ଆଉ ଦେଖନ୍ତୁ, ଏଇଟା କେବଳ ରବି ଫସଲ କଥା କୁହ ନାହିଁ, ଯେତେବେଳେ ଯୋଉ କୁହୁଡିର ପ୍ରଭାବ ରହୁଛି, ଦୁର୍ଘଟଣାର ବେଶୀ ମଧ୍ୟ ଶିକାର ହଉଛନ୍ତି ଲୋକ। ଏପରିକି ବିଭିନ୍ନ ସମୟରେ ଏ ଦୁର୍ଘଟଣା ଘଟି ଯାନବାହନରେ ମୃତ୍ୟୁବରଣ ବି ଲୋକ କରିସାରିଲେଣି। କୁହୁଡିର ପ୍ରଭାବ ରହୁଛି, ଦିନ 10ଟା ଠୁ 12ଟା ପର୍ଯ୍ୟନ୍ତ ରହୁଛି। ତ ଏ କ୍ଷେତ୍ରରେ ଆପଣମାନେ ଦେଖୁଛନ୍ତି କୁହୁଡିରେ କେତେ ଘଟଣା ଅଘଟଣ ହେଇସାରିଲାଣି। ବହୁତ ଅଘଟଣ ଘଟୁଛି, ବହୁତ ଅଘଟଣ ଘଟୁଛି। ଏ କୁହୁଡିରେ ପ୍ରାୟ 10 ଫୁଟ ପର୍ଯ୍ୟନ୍ତ ଲୋକ କେହି କାହାକୁ ଦେଖି ପାରୁନାହାନ୍ତି। ଆଉ ପନିପରିବା ଏ ଯୋଉ ଫସଲ ଯାହା ଅଛି ତ ସବୁ ନଷ୍ଟ ହେଇଗଲାଣି, ଆଉ କିଛି ନାହିଁ। ଆଉ ଏମିତି ଏକା ଲୋକେ ସବୁ ଥଣ୍ଡାରେ ଚା ଦୋକାନରେ ଏକା ବସିଥାଉଛନ୍ତି। ଆଉ ଚା ପିଇକିରି ଥଣ୍ଡାକୁ ଟିକେ ଚାଟା ଟିକେ ପିଇଲେ ଭଲ ଲାଗୁଛି, ସେଥିପାଇଁ ଚା ଦୋକାନରେ ଲୋକେ ଗହଳି ରହିଯାଉଛନ୍ତି। ଏ ଥଣ୍ଡା ପିଉଛନ୍ତି, ଏ ଥଣ୍ଡାରେ ଇଏ ଚା ପିଉଛନ୍ତି, ଆଉ ନିଜର ଗପ ବି ମଜା ହଉଛି, ମଜା ମଜଲିସ ବି ହଉଛି। ସେ ଗପ ଭିତରେ ଆପଣ କଣ ଆଲୋଚନା ହଉଛି ଆଜ୍ଞା? କୁହୁଡି ଯୋଗୁ ତ ଆଜ୍ଞା କୌଣସି କାମ କରି ହଉନି, ଦୁର୍ଘଟଣା ହଉଛି। ତଥାପି ରବି ଫସଲ ସବୁ ଜିନିଷ ପ୍ରତି ବାଳମୂଳିଆ ଆଉ ଜୀବାଣୁ ଏସବୁ ନଷ୍ଟ, ଜଉ ରୋଗ ଏସବୁ ନଷ୍ଟ କରିକି କ୍ଷତିପୂର୍ଣ୍ଣ ବହୁତ ଗୁଡେ ଦଶାର ଇଏ ହେଇକି କ୍ଷତିପୂର୍ଣ୍ଣ ହଉଛି। ଆଉ ସରକାର କେବଳ ଯେ ଯାତାୟାତରେ ବାଧା ପ୍ରାପ୍ତ କରୁନି, ଦୁର୍ଘଟଣା ଘଟୁଛି, କ୍ଷତି ହଉଛି, ଚାଷ ବାସରେ ମଧ୍ୟ ବ୍ୟାଘାତ ହଉଛି ଏ କୁହୁଡି। ଆଶା କରାଯାଉଛି କୁହୁଡି ହଟିବ, ଚାଷୀଙ୍କର ମନରେ ହସ ଓ ଉଲ୍ଲାସ ଖେଳିବ। ଢୌଗାଁରୁ ମନୋଜ ମନି।